ତାହେଲେ ସ୍ୱାଧୀନ ଦେଶର ସନ୍ତାନ ଆମେ। ସ୍ୱାଧୀନ ଦେଶ ତା ମାନେ କ'ଣ? ଯୋଉଠି ସ୍ୱାଧୀନତାର ସହିତ ଆମେ ରହିପାରିବା, ଯୋଉଠି ଫ୍ରିରେ ରହିପାରିବା, କାହାର ଅତ୍ୟାଚାରରେ ରହିବା ନାହିଁ। ହେଲା, ଆଗରୁ ସବୁ କ'ଣ ହେଉଥିଲା? ଯେତେବେଳେ ଦେଶ ସ୍ୱାଧୀନ ହେଇନଥିଲା 1947 ମସିହା ପୂର୍ବରୁ କ'ଣ ହେଉଥିଲା? ଆମ ଉପରେ ଇଂରେଜମାନେ ଶାସନ କରୁଥିଲେ। ଠିକ୍ ଅଛି। ଏବେ ଯେଉଁ ପାଠ ପଢ଼ି ପାରୁଛ, ପାଠ ପଢ଼ି ପାରୁନଥିଲେ, ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ଦେଉନଥିଲେ। ହେଲା, ଏମିତି ସବୁ ଅତ୍ୟାଚାର କରୁଥିଲେ, ଖଜଣା ଆଦାୟ କରୁଥିଲେ। ଯିଏ ନିଜ ଜମିରେ ଚାଷ କରୁଥିଲା ସେ ଚାଷ ଜମିରୁ କିଛି ସେ ନେଇଯାଉଥିଲେ। ଧାନ ଯେତିକି ପାଇଲେ ସେ ଧାନରୁ ଅଧେ ଧାନ ନେଇଯାଉଥିଲେ। ଏମିତି ସବୁ ଅତ୍ୟାଚାର କରୁଥିଲେ। ହେଲା, ତେଣୁ ସ୍ୱାଧୀନ ଦେଶର ସନ୍ତାନ ଆମେ। ତାପରେ ସ୍ୱାଧୀନ ହେଲା ପରେ ଆମେ ଏବେ ହସ ଖୁସିରେ ରହିପାରୁଛେ। ହେଲା, ଏବେ ତାହେଲେ ଆମେ ରହିପାରୁଛେ କେମିତି? ଫ୍ରିରେ ରହିପାରୁଛେ, କାହାର ଅଧୀନରେ ରହୁନେ। ହେଲା, ପଢ଼ିବା ତ? ତେବେ ଦେଖ କ'ଣ କହିଛି ପ୍ରଥମ। ସ୍ୱାଧୀନ ଦେଶର ସନ୍ତାନ ଆମେ, ଭାରତ ଆମର ଜନ୍ମଭୂଇଁ, ଖେଳି ବୁଲି ପଢ଼ୁ ତାହାରି କୋଳରେ, ତାର ନଦ ନଦୀ କାନନ ଛୁଇଁ। ହେଲା, ତାହେଲେ ସ୍ୱାଧୀନ ଦେଶର ସନ୍ତାନ ଆମେ। ଏଇ ଯେଉଁ ଦେଶ ଏବେ ସ୍ୱାଧୀନ ହେଇଛି ସେହି ଦେଶର ଆମେ ସବୁ ସନ୍ତାନ। ହେଲା, ଭାରତ ଆମର ଜନ୍ମଭୂମି। ତେବେ ଆମର ଜନ୍ମଭୂମିର ନାଁ କ'ଣ? ଭାରତ। କିଏ? ଭାରତ। ହେଲା, ଖେଳି ବୁଲି ପଢ଼ୁ ତାହାରି କୋଳରେ, ସେହି ଭାରତ ଆମର ଜନ୍ମଭୂମି, ତାହାରି କୋଳରେ ଆମେ ଖେଳୁ ବୁଲୁ ଆଉ ପାଠ ପଢ଼ୁ। ତାହାରି କୋଳରେ ମାନେ ଆମର ଜନ୍ମଭୂମିର କୋଳରେ ପାଠ ପଢ଼ୁ ଆଉ ବୁଲୁ। ତାର ନଦ ନଦୀ କାନନ ଛୁଇଁ, ତାର ନଦ ନଦୀ କାନନ ଛୁଇଁ। କାନନ ମାନେ କ'ଣ? ଏଠି କାନନ ମାନେ ହେଉଛି ଘଞ୍ଚ ଜଙ୍ଗଲ। ସବୁ ଜଙ୍ଗଲରେ ହେଲା ଆମେ ପାଠ ଖେଳାଖୁଳି କରୁ। ହେଲା, ନଦ ନଦୀ ମାନେ କ'ଣ? ନଦୀ ଗୁଡ଼ା ଯେତେ ସବୁ ସମୁଦ୍ର, ତେଣୁ କାନନ ଛୁଇଁ। ଠିକ୍ ଅଛି। କାନନ ମାନେ କ'ଣ? ଜଙ୍ଗଲ। ଲେଖ। ହେଲା ତ? ତାପରେ ଦେଖ ନେକ୍ସଟ। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚଉଦିଗ ହସେ ତାହାରି ଆଲୋକେ, ମାଟି ତାର ଦିଶେ ଶସ୍ୟ ଫଳେ। ହେଲା, ତାହେଲେ ଶକ୍ତି ଭରିଛି ଶରୀରେ ଆମର ଶରୀରରେ ଶକ୍ତି ଭରିଛି, ତାହାରି ସମୀର ତାହାରି ଜଳ। ତାହାରି ସମୀର ମାନେ କ'ଣ? ପବନ। ହେଲା, ଲେଖ ସମୀର ମାନେ ପବନ। ତାହେଲେ ତାହାରି ସମୀର ତାହାରି ଜଳ। ତାହେଲେ ଶକ୍ତି ଭରିଛି, ଆମ ଦେହରେ ଶକ୍ତି ଭରିଛି, ଆମ ଶରୀରରେ ଶକ୍ତି ଭରିଛି। କେମିତି ଶରୀରରେ ଶକ୍ତି ବହିଛି? ତାହାରି ସମୀର ତାହାରି ଜଳ, ତାହାରି ପବନ, ଥଣ୍ଡା ପବନ ଆଉ ଜଳ, ଏହା ପିଇ ଆମ ଦେହରେ ଶକ୍ତି ଭରିଛି। ଚଉଦିଗ ହସେ, ଚଉଦିଗ ମାନେ ଚାରିଦିଗ, ଚାରିଆଡ଼େ। ହେଲା, ହସେ ତାହାରି ଆଲୋକେ, ତାହାରି ଆଲୋକରେ ଆମର ଜନ୍ମଭୂମି ଭାରତ, ତାହାରି ଆଲୋକରେ ମାଟି ତାର ଦିଶେ ଶସ୍ୟ ଫଳେ, ତାର ମାଟିରେ ଶସ୍ୟ ଫଳ ମୂଳ ସବୁ ଫଳେ। ହେଲା, ତାପରେ ଦେଖ, ତା ଆଖିରେ ଆମେ ସଭିଏଁ ସମାନ, ସାନ ଅବା ବଡ଼ ଯେତେକ ପ୍ରାଣୀ, ତାହାରି ବୁଦ୍ଧ ବିଶ୍ୱେ ପହିଲେ, ଶୁଣାଇଲା ତାର ସାମ୍ୟ ବାଣୀ। ତେଣୁ ତା ଆଖିରେ ଆମେ ସଭିଏଁ ସମାନ। କାହା ଆଖିରେ? ଏଇ ଭାରତ ମାତାର ଆଖିରେ ସଭିଏଁ ସମାନ। ଆମେ ସମସ୍ତେ ତାହାର ଯେହେତୁ ସନ୍ତାନ, ତେଣୁ ଆମେ ସମସ୍ତେ
ତା ପାଇଁ ସମାନ ହେଲା ତା ପାଇଁ ସମାନ ସମାନ ନା ନାହିଁ ତେଣୁ ଜଣେ ମା ପାଇଁ ସବୁ ଛୁଆ ଗୁଡ଼ା ସମାନ ନା ଅଲଗା ଅଲଗା ଜଣକୁ ବେଶୀ ଦିଏ ଆଉ ଜଣକୁ କମ୍ ଦିଏ ନା ସମସ୍ତଙ୍କୁ ସମାନ ଅଧିକାରରେ ଦିଏ ସମାନ ଅଧିକାରରେ ଦିଏ ତେଣୁ ସାନ ଅବା ବଡ଼ ଯେତେକ ପ୍ରାଣୀ ସାନ ହଉ କିମ୍ବା ବଡ଼ ହଉ ଯେତେ ବି ପ୍ରାଣୀ ରହିଲେ ତାହାରି ବୁଦ୍ଧ ବିଶ୍ୱେ ପହିଲେ ଏଠି ବୁଦ୍ଧ ମାନେ ହେଉଛି ଗୌତମ ବୁଦ୍ଧ ଭଗବାନ ହେଲା ବୁଦ୍ଧ ଜାଣିଛୁ ବୁଦ୍ଧକୁ ସିଏ ଆମର ଭାରତର ଯେଉଁ ଧର୍ମଗ୍ରନ୍ଥକୁ ସାରା ବିଶ୍ୱରେ ଯାଇକିନା ପ୍ରଚାର କରିଥିଲେ ତେଣୁ ବିଶ୍ୱେ ପହିଲେ ହେଲା ବିଶ୍ୱେ ପହିଲେ ମାନେ ବିଶ୍ୱେ ମାନେ ହେଉଛି ବିଶ୍ୱରେ ଆଉ ପହିଲେ ମାନେ ହେଉଛି ପ୍ରଥମେ ସେ ପ୍ରଥମେ ଯାଇକିନା ସାରା ବିଶ୍ୱରେ ଆମର ଧର୍ମଗ୍ରନ୍ଥକୁ ପ୍ରଚାର କରିଥିଲେ ଶୁଣାଇଲା ତାର ସାମ୍ୟବାଣୀ ସାମ୍ୟ ମାନେ ହେଉଛି ସମାନତା ହେଲା ଲେଖ ଏଗୁଡ଼ା ଲେଖିଲୁ ତ ବିଶ୍ୱ ମାନେ ହେଉଛି ବିଶ୍ୱରେ ଦୁନିଆରେ ବା ବିଶ୍ୱରେ ବୁଝିହେଲା ଏତିକି ଯାଏଁ ସାନ ଅବା ବଡ଼ ଯେତେ ପ୍ରାଣୀ ତାହାରି ବୁଦ୍ଧ ବିଶ୍ୱ ପହିଲେ ଶୁଣାଇଲା ତାର ସାମ୍ୟ ବାଣୀ ତାହେଲେ ସମାନ ବାଣୀ ମାନେ ସଭିଏ ଆମ ପାଇଁ ସମାନ ସବୁ ଭାଇ ଭଉଣୀ ସମାନ ବୋଲି ମା ଆମକୁ ଦେଖେ ଆଉ ସେଇ ଗ୍ରନ୍ଥକୁ ଆମର ବୁଦ୍ଧ ହେଲା ଗୌତମ ବୁଦ୍ଧ ସେ ମଧ୍ୟ ଜଣାଇଥିଲେ ଠିକ ଅଛି ଆଉ ଚିକାଗୋ ଧର୍ମ ମହାସମ୍ମିଳନୀରେ କିଏ ଦେଖିଥିଲେ ସ୍ୱାମୀ ବିବେକାନନ୍ଦ ହେଲା ବୁଦ୍ଧ ନୁହେଁ କିଏ ସ୍ୱାମୀ ବିବେକାନନ୍ଦ ହଉ ତାପରେ ଦେଖ ତାହାରି ଗାନ୍ଧୀ ଜନତାର କାନେ ମୁକ୍ତିର ଡାକ ଶୁଣାଇବାରେ ନିର୍ଭୟ ହସି ସତ୍ୟର ଜୟ ଲେଖିଗଲା ନିଜ ରକତ ଧାରେ ତାହେଲେ ତାହାରି ଗାନ୍ଧୀ ମାନେ ଏଇ ଭାରତ ଭୂମିର ଗାନ୍ଧୀ ମହାତ୍ମା ଗାନ୍ଧୀ ଏଟା ତ ଜାଣିଛୁ ତେଣୁ ତାହାରି ଗାନ୍ଧୀ ଜନତାର କାନେ ଜନତା ମାନେ ଆମର ଲୋକମାନଙ୍କର କାନେ ମାନେ କାନରେ ମୁକ୍ତିର ଡାକ ଶୁଣାଇବାରେ ମୁକ୍ତି ମାନେ ସ୍ୱତନ୍ତ୍ର ହେବା ଆଗରୁ କ'ଣ ପରାଧୀନ ଥିଲେ ତେଣୁ ମୁକ୍ତି ହେବା ପାଇଁ ଡାକ ଶୁଣାଇବାରେ ବାରେ ମାନେ ହେଉଛି ଥରେ ହଁ ଲେଖ ବାରେ ମାନେ ହେଉଛି ଥରେ ଜନତାର କାନେ ମୁକ୍ତିର ଡାକ ଶୁଣାଇବାରେ ତାହେଲେ ଥରେ ମୁକ୍ତିର ଡାକ ଶୁଣାଇଥିଲେ କିଏ ଆମର ଜାତୀୟ ପିତା ମହାତ୍ମା ଗାନ୍ଧୀ ତେଣୁ ମୁକ୍ତିର ଡାକ ଶୁଣାଇବାରେ ନିର୍ଭୟ ହସି ସତ୍ୟର ଜୟ ଲେଖିଗଲା ନିଜ ରକତ ଧାରେ ତେଣୁ ନିର୍ଭୟରେ ହସି ହସି ସତ୍ୟର ଜୟ କିଏ ଲେଖିଗଲା ନିଜ ରକତ ଧାରେ ନିଜ ରକ୍ତରେ ଏଇ ମହାପୁରୁଷ ମାନେ ମହାତ୍ମା ଗାନ୍ଧୀଙ୍କ ପରି ମହାପୁରୁଷ ମାନେ ରକତର ଧାର ବୁହେଇଥିଲେ କୋଉଥିପାଇଁ ସ୍ୱାଧୀନ ହେବା ପାଇଁ କ'ଣ ହେବା ପାଇଁ ସ୍ୱାଧୀନ ହେବା ପାଇଁ ସେ ରକ୍ତର ଧାର ବୁହେଇଥିଲେ ହେଲା ଏବେ ଦେଖ ଅନୁସରି ସେହି ସତ୍ୟର ପଥ ପୂର୍ବପୁରୁଷ କିରତି ହେଜି ଉତ୍ସାହେ ମାତି ଦେଶର କର୍ମେ ଆଶରେ ଲାଗିବା ଜଡ଼ତା ତେଜି ହେଲା ତାହେଲେ କ'ଣ କହିଛି ନା ଅନୁସରି ସେହି ସତ୍ୟର ପଥ ଅନୁସରି ମାନେ ଅନୁସରଣ କରି ପୂର୍ବପୁରୁଷ କିରତି ହେଜି ଆମର ପୂର୍ବପୁରୁଷ ମାନଙ୍କର କିରତି ହେଜି କିରତି ମାନେ ହେଉଛି ଖ୍ୟାତି ଅର୍ଜନ କରି ହେଜି ମାନେ ଅର୍ଜନ କରି ହେଲା କିରତି ହେଉଛି ଖ୍ୟାତି ଲେଖ ତେବେ କ'ଣ କହୁଛି ନା ସେହି ସତ୍ୟର ପଥ ଅନୁସରଣ କରି ପୂର୍ବପୁରୁଷ କିରତି ହେଜି ପୂର୍ବପୁରୁଷ ମାନଙ୍କ ପରି ଖ୍ୟାତି ଅର୍ଜନ କରି ଉତ୍ସାହେ ମାତି ଦେଶର କର୍ମେ ଉତ୍ସାହରେ ଆମେ ଦେଶର କର୍ମରେ ମାତିଯିବା ମାନେ ଦେଶକୁ ସ୍ୱାଧୀନ କରିବାରେ ବା ଦେଶର ଉନ୍ନତି କରିବାରେ ମାତିଯିବା ହେଲା ଆଶରେ ଲାଗିବା ଜଡ଼ତା ତେଜି ହେଲା ତାହେଲେ ଏଠି ଯେଉଁ ଜଡ଼ତା ତେଜି ମାନେ ଅଳସୁଆପଣ ତ୍ୟାଗ କରି
ଜଡ଼ତା ମାନେ ଅଳସୁଆପଣ, ତେଜି ମାନେ ତ୍ୟାଗ କରେ। ତାହେଲେ ଆମର ଅର୍ଜନ କରେ। ଜଡ଼ତା ତେଜି ମାନେ କ'ଣ? ଜଡ଼ତାକୁ ଅଳସୁଆପଣକୁ ତ୍ୟାଗ କରେ। ତାପରେ ଦେଖ ନେକ୍ସଟ, ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ, ଆସିଲେ ଅରାତି ଗ୍ରାସିବାକୁ ଦେଶ, ପଣ କରି ପ୍ରାଣେ ପଶିବା ରଣେ। ହେଲା, ତେବେ ଅଗ୍ରଣୀ ହେବା ଶିକ୍ଷାରେ ଆମେ, ଆମର ଶିକ୍ଷାରେ ବା ଜ୍ଞାନ ବିଜ୍ଞାନରେ ରଖିବାନି ଦେଶେ ଅଜ୍ଞ ଜଣେ, ତାହେଲେ ଏହି ଦେଶରେ ଦେଶ ମଧ୍ୟରେ କ'ଣ କରିବା ନା ଅଗ୍ରଣୀ ହେଇକି, ଅଗ୍ରଣୀ ମାନେ ଆଗେଇ ଯିବା, ତେବେ ଆଗେଇ ଯିବା ଶିକ୍ଷାର କ୍ଷେତ୍ରରେ ରଖିବାନି ଦେଶେ ଅଜ୍ଞ ଜଣେ, ଅଜ୍ଞ ମାନେ ମୂର୍ଖ। ହେଲା, ତାହେଲେ ଅଜ୍ଞ ଅଜ୍ଞାନକୁ ବା କୌଣସି ଜଣକୁ ମୂର୍ଖ ଭାବରେ ରଖିବା ନାହିଁ। ଆସିଲେ ଅରାତି ଗ୍ରାସିବାକୁ ଦେଶ, ହେଲା, ପଣ କରି ପ୍ରାଣ ପଶିବା ରଣେ। ତେବେ ଆସିଲେ ଅରାତି, ଅରାତି ମାନେ ହେଉଛି ଶତ୍ରୁ, ଗ୍ରାସିବାକୁ ଦେଶ, ପଣ କରି ପ୍ରାଣ ପଶିବା ରଣେ। ତାହେଲେ ଯେତେବେଳେ ଗ୍ରାସିବାକୁ ମାନେ ଆମର ଗ୍ରାସିବାର ଅର୍ଥ ହେଉଛି କ'ଣ? ମାନେ କବ୍ଜା କରିବା ବା ଗିଳିଦେବା, ଖାଇଦେବା, ଏଗାକୁ କୁହାଯାଏ ଗ୍ରାସିବା। ହେଲା, ତାହେଲେ ଗ୍ରାସିବାକୁ ମାନେ ଆସିକି ନଷ୍ଟ କରିବା। ଆମ ଦେଶକୁ ଯଦି ଆସିବେ ଅରାତି ବା ଶତ୍ରୁ ଗୁଡ଼ିକ ଆସିକି ଯଦି ଆମ ଦେଶକୁ ଗ୍ରାସିବା ପାଇଁ ଚାହାନ୍ତି, ଅଧିକାର କରିବା ପାଇଁ ଚାହାନ୍ତି, ପଣ କରି ପ୍ରାଣ ପଶିବା ରଣେ। ପ୍ରଣ କରି ମାନେ ପ୍ରାଣ, ଆମର ଯେଉଁ ପ୍ରତିଜ୍ଞା କରି, ହେଲା, ପ୍ରାଣ ପଶିବା ରଣେ। ରଣେ ମାନେ ରଣଭୂମିରେ, ଆମର ଦେଶରେ ବା ରଣଭୂମିରେ ପ୍ରାଣ କରି ପଶିବା, ତାଙ୍କ ବିରୁଦ୍ଧରେ ଝଗଡ଼ା ଲାଗିବା ପାଇଁ। ହେଲା, ବୁଝେଇଲା? ତାପରେ ଦେଖ, ଅରାଯିବା ଯେତେ ବିଜ୍ଞାନ ଧନ, ସରଯିବା ନୂଆ ଶିଳ୍ପ ରାଜି, ବରଯିବା ଯେତେ ଭେଦାଭେଦ ଭାବ, ନବ ଭାରତର ସେବକ ସାଜି। ପ୍ରଥମ ଦେଖ, ଅରାଯିବା ଯେତେ ବିଜ୍ଞାନ ଧନ, ଅରାଯିବା ମାନେ ଅର୍ଜନ କରିବା। ହେଲା, ପାଇଛୁ ନା ଖୋଜିକି? କାହିଁ ଦେଖା ନା, କେଠି ଲେଖା ହେଇଛି ଦେଖା ନା? ମନ ଦେଇକି ଦେଖ, ଆଉ ଥରେ ଦେଖ, ଅରଯିବା ଯେତେ ବିଜ୍ଞାନ ଧନ, ସରଯିବା ନୂଆ ଶିଳ୍ପ ରାଜି, ବରଯିବା ଯେତେ ଭେଦାଭେଦ ଭାବ, ନବ ଭାରତର ସେବକ ସାଜି। ହେଲା, ଅରଯିବା ଯେତେ ବିଜ୍ଞାନ ଧନ, ଯେତେ ବିଜ୍ଞାନ ଧନକୁ ଆମେ ଅରଯିବା, ସରଯିବା ନୂଆ ଶିଳ୍ପ ରାଜି। ତାହେଲେ ସରଯିବା ମାନେ ସୃଷ୍ଟି କରିବା। ଲେଖ, ସରଯିବା ମାନେ ସୃଷ୍ଟି କରିବା ବା ତିଆରି କରିବା। ସରଯିବା ନୂଆ ଶିଳ୍ପ ରାଜି, ତାହେଲେ ସରଯିବା ମାନେ କ'ଣ? ସୃଷ୍ଟି କରିବା। ଶିଳ୍ପ ରାଜି ଗୁଡ଼ିକ, ଶିଳ୍ପ ଗୁଡ଼ିକ ଆମେ ନୂଆ ନୂଆ ସୃଷ୍ଟି କରିବା। ହେଲା, ବରଯିବା ଯେତେ ଭେଦାଭେଦ ଭାବ, ବରଯିବା ମାନେ ବର୍ଜନ କରିବା, ଯେତେ ଭେଦାଭେଦ ଭାବକୁ ଆମେ ବର୍ଜନ କରିବା ବା ତ୍ୟାଗ କରିବା। ନବ ଭାରତର ସେବକ ସାଜି, ତେଣୁ ନୂଆ ଭାରତର ସେବକ ସାଜି। ହେଲା, ତାର ସେବକ ସାଜି ଆମେ ଏଇ କାମ କରିବା। କ'ଣ କ'ଣ ନା ଅର୍ଜିବା ବା ଅର୍ଜନ କରିବା ବିଜ୍ଞାନ ଧନକୁ। ହେଲା, ଆଉ ସରଯିବା ମାନେ ତିଆରି କରିବା ନୂଆ ନୂଆ ଶିଳ୍ପକୁ। ତେଣୁ ବିଜ୍ଞାନ ପାଠ ଠିକ ସେ ପଢ଼ିଲେ ସିନା ନୂଆ ନୂଆ ଶିଳ୍ପକୁ ତିଆରି କରିପାରିବ। ଶିଳ୍ପ କମ୍ପାନୀ ଏସବୁ ବାହାରକୁ ଯାଉଛନ୍ତି ନା ନାଇଁ କାମ କରିବା ପାଇଁ, ସେଇ ଶିଳ୍ପ କାରଖାନା। ହେଲା, ତେଣୁ ଜୁତା କାରଖାନା, ରଡ଼ କାରଖାନା, ହେଲା, ଆଲୁମିନିୟମ କାରଖାନା, ଏଗା ସବୁ ହେଉଛି ନା ନାହିଁ। ସୂତା କାରଖାନା, ଲୁଗା ତିଆରି କରୁଛନ୍ତି, ସେଗୁଡ଼ା ହେଉଛି କ'ଣ? ଶିଳ୍ପ। ତେଣୁ ସରଯିବା ନୂଆ ନୂଆ ଶିଳ୍ପକୁ ସବୁ ତିଆରି କରିବା ବା ଜନ୍ମ କରିବା, ତିଆରି କରିବା। ହେଲା, ବରଯିବା ଯେତେ ଭେଦାଭେଦ ଭାବ, ତେଣୁ ଭେଦାଭେଦ ଭାବ ଆମେ ବର୍ଜନ କରିବା, ତ୍ୟାଗ କରିବା। ଛୁଆଁ ଅଛୁଆଁ ଭେଦଭାବ, ଏଗା ସବୁକୁ ତ୍ୟାଗ କରିବା। କ'ଣ ହେଇକି ନା ଏଇ ଭାରତ ବର୍ଷର ସେବକ ସାଜିକି। ହେଲା,
तापरे लास्ट है जिए जही थाउ जन्म भूईर कल्याण सदा रहिबा रत स्वाधीन देशर संतान आमे स्वाधीनता आम जीवन व्रत सरला ताले जिए जही थाउ जिए जोउठी थिबार थाउ हैला जन्म भूईर कल्याण सदा रहिबा रत तेणु एई आमर जन्मभूमि भारत वर्षर कल्याणर पथे सदा सर्वदा रत रहिबा हैला रत माने होची मग्न बा लीन होइकी रहिबा आगेई रहिबा हैला रत माने कौन मग्न लेख ताले आमर कल्याण सदा रहिबा रत ताले निमग्न रहिबा मग्न होइकी रहिबा आमर आसक्त होइकी रहिबा हैला स्वाधीन देशर संतान आमे स्वाधीनता आम जीवन व्रत तेणु एही स्वाधीन देशर आमे सब गोटे गोटे संतान आ जेहेतु आमे स्वाधीन देशर संतान तेणुकरी स्वाधीनता ही हेबो आमर जीवनर व्रत सरला विषय तेणु काली को क्वेश्चन आंसर करिबा सबु क्लास रो वीडियो गुड़िक प्ले लिस्ट रे अछि आपण सेठाकु जाई चेक करि परिबे एही वीडियो रो पूर्ववर्ती वीडियो एवं नेक्स्ट पार्ट गुड़िक मध्य सेठारे मिलि जिवो।